ସୁଖର ପସରା ନେଇ ଆସେ ହୋଲି। ରଙ୍ଗ ଉଡ଼େ, ଖେଳ ଜମେ, ସେହି ରଙ୍ଗରେ ରଙ୍ଗିନ ହୁଏ ଦେହ ଓ ମନ। ଦୂର ହୁଏ ଯେତେ ସବୁ ରାଗ ଓ ଅଭିମାନ, ଯୋଡ଼ି ହୁଏ ନୂଆ ସମ୍ପର୍କ, ଉଠେ ନୂଆ କାହାଣୀ। ଆଉ ଏହି କାହାଣୀ ସବୁ ମନ ଭିତରେ ଘର କରି ରହିଯାଏ ସବୁଦିନ ପାଇଁ। ଭାଇଚାରାର ବାର୍ତ୍ତା ଦିଏ ହୋଲି ଉତ୍ସବ। ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଗ୍ରାମରେ ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱରଙ୍କର ପୀଠରେ ଚଳିତ ବର୍ଷ ରଙ୍ଗ ଖେଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗତ ମାର୍ଚ୍ଚ ସୋମବାର 17 ତାରିଖରେ ବାଲୁଙ୍କେଶ୍ୱରଙ୍କର ପ୍ରାଙ୍ଗଣରେ ସମୁଦାୟ 108 ଦୋଳ ଏକତ୍ରିତ ହୋଇଥିଲେ। ନିକଟବର୍ତ୍ତୀ ଗ୍ରାମ କାଶୀପୁର, ନାରଗୋଦା, ମଦନପୁର ପାଖାପାଖି ଅଞ୍ଚଳରୁ ବହୁ ଭକ୍ତ ଏକତ୍ରିତ ହୋଇ ଉତ୍ସବକୁ ମହାସମାରୋହରେ ପାଳନ କରିଥିଲେ। ତମାଣ୍ଡୋ ଗ୍ରାମର ଯୁବ କମିଟି ତରଫରୁ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ଦୋଳ ଉତ୍ସବକୁ ସମାପନ କରିଥିଲେ। ଶତାଧିକ ଶ୍ରଦ୍ଧାଳୁ ଦୋଳ ମେଳନରେ ଏକତ୍ରିତ ହୋଇ ପରିବେଶକୁ ଭକ୍ତିମୟ କରିଥିଲେ। ନାଚ, ଯାତ୍ରାପାର୍ଟି, ଅନେକ ଗୁଡ଼ିଏ ଅସ୍ଥାୟୀ ଦୋକାନ ଚତୁର୍ଦିଗରେ ରହିବା ସହିତ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମକୁ ଭଲ ଭାବରେ ପରିଚାଳନା କରିଥିଲେ। 14 ତାରିଖ ଦିନ ଗ୍ରାମରେ ପଞ୍ଚୁଦଳ ବୁଲି ବୁଲି ଭୋଗ ଗ୍ରହଣ କରିବା ସହିତ ପାରମ୍ପରିକ ନାଚ ଗୀତରେ ଗ୍ରାମର ଦାଣ୍ଡ ଗୁଡ଼ିକ ତୁଲିକି ଉଠିଥିଲା। 14 ତାରିଖ ରାତିରେ ଭକ୍ତଙ୍କଠାରୁ ଭୋଗ ଗ୍ରହଣ କରି ବାଲୁଙ୍କେଶ୍ୱର ଦୋଳ ପଡ଼ିଆର ଆସନ ଗ୍ରହଣ କରିବା ସହିତ ନିକଟସ୍ଥ ଦୋଳ ବିମାନ ଗୁଡ଼ିକ ନିଜ ନିଜ ଆସ୍ଥାନରେ ଏକତ୍ରିତ ହୋଇଥିଲେ। ଗଣପତି ବସିବାର ତୃତୀୟ ଦିବସରେ ଠାକୁରମାନେ ପଞ୍ଚୁଦୋଳ ଉତ୍ସବ ଆରମ୍ଭ କରିଥିଲେ। ଏଥିରେ ବହୁ ଗ୍ରାମରୁ ଆସିଥିବା ଦୋଳ ବିମାନ ଗୁଡ଼ିକ ପ୍ରଭୁ ବାଲୁଙ୍କେଶ୍ୱରଙ୍କ ସହିତ ପଞ୍ଚୁଦୋଳରେ ଖେଳି ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଦିବସରେ ନୂତନ ପାଞ୍ଜିର ଶୁଭାରମ୍ଭ ହୋଇଥିଲା। ଭକ୍ତମାନଙ୍କର ମାନସିକ ପୂରଣ ହୋଇଥିବାରୁ ଠାକୁରଙ୍କ ପାଖରେ ନୂଆ ଫଗୁ, ପଇସା ଆଦି ଠାକୁରଙ୍କ ନିକଟରେ ପ୍ରଦାନ କରିଥିଲେ। ଯେହେତୁ ତମାଣ୍ଡୋ ଗ୍ରାମରେ ନିର୍ଦ୍ଧାରିତ ଦୋଳ ଉତ୍ସବ ପାଳନ ହୁଏ ନାହିଁ, ତେଣୁ ଠାକୁରଙ୍କର ହୋଲି ଉତ୍ସବରେ ଗ୍ରାମର ଆବାଳ ବୃଦ୍ଧ ବନିତା ହୋଲି ଉତ୍ସବକୁ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିଥାନ୍ତି। ହାଣ୍ଡି ଭଙ୍ଗା, ହନୁମାନଙ୍କର ଉଚ୍ଚ ଦଉଡ଼ିରେ ଗମନ କରିବା, ମିଳିତ ଭୋଜନ ସହିତ ସ୍ଥାନଟି ଭକ୍ତିମୟ ହୋଇ ଉଠିଥିଲା। ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ କମିଟି ସଭ୍ୟଙ୍କ ସହିତ ପୋଲିସ ବାହିନୀ ସଜାଗ ରହିଥିଲେ। ତମାଣ୍ଡୋର ହୋଲି ଖେଳ ଭାଇଚାରାର ବାର୍ତ୍ତା ଦେବା ସହିତ ଯୁବକ ଯୁବତୀ ଏକତ୍ରିତ ହୋଇ ହୋଲି ଖେଳିବାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ଉଦାହରଣ ଯୋଗ୍ୟ ହୋଇପାରିଥିଲେ। ତମାଣ୍ଡୋରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।